ପୌରାଣିକ କଥା ଅନୁସାରେ ଗାନ୍ଧାରୀ ତାଙ୍କ ପୂର୍ବ ଜନ୍ମରେ ଜଣେ ଧର୍ମପରାୟଣା ନାରୀ ଥିଲେ। ଭଗବାନ ଶିବଙ୍କୁ କଠୋର ତପସ୍ୟା କରିଥିଲେ। ଶିବ ପ୍ରସନ୍ନ ହୋଇ ତାଙ୍କୁ ବର ମାଗିବାକୁ କହିଲେ। ଗାନ୍ଧାରୀ 100 ପୁତ୍ରର ମାତା ହେବା ପାଇଁ ବର ମାଗିଥିଲେ, ଯାହା ତାଙ୍କୁ ପରବର୍ତ୍ତୀ ଜନ୍ମରେ ଗାନ୍ଧାରୀ ରୂପରେ ପ୍ରାପ୍ତ ହୋଇଥିଲା। ଗାନ୍ଧାରୀଙ୍କ କୁଷ୍ଠିରେ ବୈଧବ୍ୟ ଦୋଷ, ସ୍ୱାମୀଙ୍କ ମୃତ୍ୟୁ ଯୋଗ ଥିବାରୁ ତାଙ୍କ ପିତା ରାଜା ସୁବଳ ଜଣେ ଜ୍ୟୋତିଷଙ୍କ ପରାମର୍ଶରେ ପ୍ରଥମେ ଗାନ୍ଧାରୀଙ୍କୁ ଏକ ଛେଳି ସହ ବିବାହ କରାଇଥିଲେ। ପରେ ସେହି ଛେଳିଟିକୁ ବଳି ଦିଆଯାଇଥିଲା। ଏହି କାରଣରୁ ଗାନ୍ଧାରୀ ବୈଧବ୍ୟ ଦୋଷରୁ ମୁକ୍ତ ହୋଇଥିଲେ ଏବଂ ତାଙ୍କର ଦ୍ୱିତୀୟ ବିବାହ ଧୃତରାଷ୍ଟ୍ରଙ୍କ ସହ ହୋଇଥିଲା। ଯେତେବେଳେ ଧୃତରାଷ୍ଟ୍ର ଜାଣିଲେ ଯେ ସେ ଜଣେ ବିଧବା, କାରଣ ପୂର୍ବରୁ ଏକ ଛେଳି ସହ ତାଙ୍କର ବିବାହ ହୋଇଥିଲା, କ୍ରୋଧିତ ହୋଇ ସେ ରାଜା ସୁବଳଙ୍କ ସମେତ ତାଙ୍କର 100 ପୁଅଙ୍କୁ ହସ୍ତିନାପୁରର ଏକ ଅନ୍ଧାରୁଆ କାରାଗାରରେ ବନ୍ଦୀ କରିଦେଲେ। ଧୃତରାଷ୍ଟ୍ର ସେମାନଙ୍କୁ ଦଣ୍ଡ ଦେବା ପାଇଁ ପ୍ରତିଦିନ ସମସ୍ତଙ୍କ ପାଇଁ ମାତ୍ର ଗୋଟିଏ ମୁଠା ଶସ୍ୟ ଖାଇବାକୁ ଦେଉଥିଲେ। ସମସ୍ତେ ବୁଝିପାରିଲେ ଯେ ଏହିପରି ଭାବେ ସମସ୍ତେ ମରିଯିବେ। ତେଣୁ ସେମାନେ ନିଷ୍ପତ୍ତି ନେଲେ ଯେ ନିଜ ଭିତରୁ ଯିଏ ସବୁଠାରୁ ଚତୁର ତାକୁ ଜୀବିତ ରଖିବେ ଏବଂ ସମସ୍ତେ ନିଜ ନିଜ ଭାଗର ଖାଦ୍ୟ ତାକୁ ଦେବେ, ଯେପରି ସେ ପ୍ରତିଶୋଧ ନେଇପାରିବ। ଶକୁନି ସବୁଠାରୁ ବୁଦ୍ଧିମାନ ଥିବାରୁ ସମସ୍ତ ଭାଇ ନିଜେ ଭୋକରେ ରହି ଶକୁନିକୁ ଜୀବିତ ରଖିଲେ। ଶକୁନିଙ୍କ ଆଖି ସାମ୍ନାରେ ତାଙ୍କର 99 ଜଣ ଭାଇ ଜଣ ଜଣ କରି ଭୋକରେ ମୃତ୍ୟୁବରଣ କରିଥିଲେ। ଶକୁନିଙ୍କ ପିତା ସୁବଳ ମରିବା ପୂର୍ବରୁ ଶକୁନିଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଦେଇଥିଲେ। ଏହା ପଛର କାରଣ ଥିଲା ଯେ ଯେତେବେଳେ ବି ଶକୁନି ଚାଲିବେ, ତାଙ୍କ ଗୋଡ଼ର ଯନ୍ତ୍ରଣା ତାଙ୍କୁ ତାଙ୍କ ପିତା ଓ ଭାଇମାନଙ୍କର ଅପମାନ ଏବଂ ମୃତ୍ୟୁ କଥା ମନେ ପକାଇଦେବ। ଏହା ତାଙ୍କୁ ପ୍ରତିଶୋଧ ନେବା ପାଇଁ ସବୁବେଳେ ଉତ୍ସାହିତ କରିବ। ମରିବା ପୂର୍ବରୁ ସେମାନେ ଶକୁନିକୁ ଜୀବିତ ରଖିଥିଲେ, ଯେପରି ସେ କୌରବ ବଂଶ ନାଶ କରି ଏହାର ପ୍ରତିଶୋଧ ନେଇପାରିବେ। ଶକୁନିଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କରି ହାଡ଼ରେ ଶକୁନି ପଶାପାଲି ତିଆରି କରିଥିଲେ। କୁହାଯାଏ ଯେ ସେହି ପଶାପାଲି ଭିତରେ ଶକୁନିଙ୍କ ପିତାଙ୍କ ଆତ୍ମା ବାସ କରୁଥିଲା। ସେଥିପାଇଁ ଶକୁନି ଯେଉଁ ସଂଖ୍ୟା ଚାହୁଁଥିଲେ, ତାହା ପାଲିରେ ସେହି ସଂଖ୍ୟା ହିଁ ପଡ଼ୁଥିଲା। ଏହି କାରଣରୁ ସେ ପଶା ଖେଳରେ ପାଣ୍ଡବମାନଙ୍କୁ ହରାଇବାରେ ସଫଳ ହେଉଥିଲେ।